ନମସ୍କାର ବନ୍ଧୁଗଣ, ବାହାଘର ସମସ୍ତଙ୍କ ପାଇଁ ଏକ ବହୁତ ଖୁସିର ଦିନ ହୋଇଥାଏ। ସବୁ ପୁଅ ଝିଅମାନେ ଏହି ଦିନ ପାଇଁ ବହୁତ ଅପେକ୍ଷା କରିଥାନ୍ତି। ସେମାନଙ୍କ ମନରେ କେତେ ସବୁ ସ୍ୱପ୍ନ ଥାଏ ଗୋଟେ ନୂଆ ସଂସାର ଗଢ଼ିବାକୁ ନେଇ। ଆମ ହିନ୍ଦୁ ଧର୍ମରେ ତ ଏହାକୁ ବହୁତ ଧୁମଧାମରେ ପାଳନ କରାଯାଏ। ବାହାଘର ଠିକ୍ ହେବାର କିଛି ମାସ ଆଗରୁ ହିଁ ଏହା ପ୍ରସ୍ତୁତି ଆରମ୍ଭ ହୋଇଯାଏ। କେତେ ଦୂରରୁ ବନ୍ଧୁବାନ୍ଧବମାନେ ଆସି ଏହି ବାହାଘରରେ ଯୋଗ ଦିଅନ୍ତି। ତେବେ ଆଜି ଆମେ ସେହି ବାହାଘର ବିଷୟରେ କିଛି କଥା କହିବୁ। ଯଦି ବାହାଘର ଦିନ ବର୍ଷା ହୁଏ ତେବେ ଏହା କି ସଂକେତ ଦେଇଥାଏ? ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଖାସ୍ କଥା। ଏହିପରି ବୁଝିପାରିବେ କି ବାହାଘର ଦିନ ବର୍ଷା ହେଲେ ଏହା ସୁଖ ସମୃଦ୍ଧିର ପ୍ରତୀକ ଅଟେ। ପ୍ରକୃତି ଇସାରା କରିଥାଏ କି ଏହି ବାହାଘର ସଫଳ ହେବ। ପ୍ରକୃତି ଇସାରା କରିଥାଏ କି ବଧୂର ଜୀବନ ଖୁସିମୟ ଓ ସମୃଦ୍ଧ ରହିବ ଓ ଏହା ନବ ଦମ୍ପତିଙ୍କୁ ଏକ ଈଶ୍ୱରର ଆଶୀର୍ବାଦ ସ୍ୱରୂପ ହୋଇଥାଏ। ବାହାଘରରେ ବର୍ଷା ହେଲେ କ'ଣ ସଂକେତ ଦେଇଥାଏ ତାହା ଆପଣ ବୁଝି ସାରିଥିବେ। ଯଦି ଆପଣ କେଉଁ ବାହାଘରକୁ ଯାଉଛନ୍ତି ତେବେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଟିକିଏ ବର୍ଷା ହେଉ। ଏହା ଆପଣଙ୍କ ପାଇଁ ଟିକେ ଅସୁବିଧାର କାରଣ ହୋଇପାରେ, କିନ୍ତୁ ନବଦମ୍ପତିଙ୍କ ପାଇଁ ଏହା କେଉଁ ଆଶୀର୍ବାଦରୁ କମ୍ ନୁହେଁ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।